ସବୁବେଳେ ତ ଆମେ ବାହାରୁ ଆଇସ୍କ୍ରିମ୍ କିଣିକି ଖାଉଛନ୍ତି, କିନ୍ତୁ ଆପଣମାନେ ଯଦି କିଛି ନୂଆ କରିକି ଖାଇବା ପାଇଁ ଇଚ୍ଛା କରୁଛନ୍ତି ତାହେଲେ ଆପଣମାନେ এই ଭିଡ଼ିଓଟାକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିବ ଆଉ ଗୋଟେ ଥର ଦେଖି ସାରିଲା ପରେ ଆପଣମାନେ ନିହାତି ଘରେ ଏଟାକୁ ଟ୍ରାଏ କରିବେ। ନମସ୍କାର, ଆପଣ ସମସ୍ତଙ୍କୁ ଆଜିର ରୋଷେଇକୁ ବହୁତ ବହୁତ ସ୍ୱାଗତ। ଆଜି ମୁଁ ଆପଣମାନଙ୍କ ସହିତ ଖରା ଦିନ ପାଇଁ ଗୋଟେ ବହୁତ ହି ବଢ଼ିଆ ରେସିପି ସେୟାର କରିବି। କେବଳ କ୍ଷୀର ଆଉ ବ୍ରେଡକୁ ନେଇକି ଆମେ ବନେଇବା। ତାହେଲେ ଚାଲନ୍ତୁ ଆଜିର ରେସିପି ଆମେ ଆରମ୍ଭ କରି ନେବା। ଏଇଠି ମୁଁ ବ୍ରେଡ୍ ନେଇ ଯାଇଛି। ମୋ ପାଖରେ ଏଇ ବ୍ରେଡ୍ ଥିଲା, ମୁଁ ନେଉଛି। ତ ଆପଣମାନଙ୍କ ପାଖରେ ଯଦି ବ୍ରାଉନ୍ ବ୍ରେଡ୍ ଥିବ ତାହେଲେ ବି ନେଇ ଯାଇପାରିବେ। 5 ପିସ୍ ବ୍ରେଡ୍ରୁ ମୁଁ ଏଠି 3 ପିସ୍ ବ୍ରେଡ୍କୁ ଏମିତି କାଟି ନେଇଛି। ତାର ସାଇଡ଼୍ ଗୁଡ଼ିକୁ ମୁଁ କାଟିନି, ଆପଣମାନେ ଚାହିଁଲେ ତାକୁ କାଟିପାରିବେ। ଏବେ ଆମେ ତାକୁ ଛାଣି ନେବା। ଗ୍ୟାସ୍ର ଫ୍ଲେମ୍କୁ ଏଇଠି ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ରଖିକି ମୁଁ ତେଲକୁ ଭଲ ଭାବରେ ଗରମ କରିନେଲି। ତେଲ ଭଲ ଭାବରେ ଗରମ ହୋଇଗଲା ପରେ ସେଥିରେ ମୁଁ ବ୍ରେଡ୍ ଦେଇକି ତାକୁ ଛାଣି ନେଉଛି। ଦେଖନ୍ତୁ, ଆପଣମାନେ ଯେତେବେଳେ ବ୍ରେଡ୍ ଗୁଡ଼ିକୁ ଛାଣିବେ ଏକାଥରକେ ସବୁତକ ବ୍ରେଡ୍ ଦେବେନି, ଯେତିକ ଆପଣଙ୍କ କଡ଼େଇରେ ଜାଗା ହେଉଥିବ ସେହି ହିସାବରେ ଆପଣମାନେ ଏଇଠି ବ୍ରେଡ୍କୁ ଦେଇକି ଛାଣି ନେବେ। ଯଦି ଲୋ ଫ୍ଲେମ୍ରେ କରୁଛନ୍ତି ବ୍ରେଡ୍ ଗୁଡ଼ିକ ବିଲକୁଲ ବି କ୍ରିସ୍ପି ହେବନି। ଏଠି ଦେଖନ୍ତୁ, ମୁଁ ଏଠି 3 ପିସ୍ ବ୍ରେଡ୍ ଦେଇକି ତାକୁ ଭଲ ଭାବରେ ଟିକେ ଛାଣି ନେଉଛି। ଦେଖନ୍ତୁ ତାର କେତେ ସୁନ୍ଦର କଲର୍ ଆସିଯାଇଛି। ଏବେ ଆମେ ତାକୁ ଗୋଟେ ପ୍ଲେଟ୍କୁ ବାହାର କରି ଆଣିବା। ଯେତେବେଳେ କିଛି ଥଣ୍ଡା ଥଣ୍ଡା ଖାଇବା ପାଇଁ ଆପଣଙ୍କର ଇଚ୍ଛା ହେବ ତାହେଲେ ଆପଣମାନେ ବି ନିଶ୍ଚିତ ଏମିତି ହିଁ ରେସିପିଟା ବନାନ୍ତୁ, ଦେଖିବେ ସମସ୍ତଙ୍କୁ ପସନ୍ଦ ଆସିବ। ଏଇଠି ଦେଖନ୍ତୁ ସବୁତକ ବ୍ରେଡ୍କୁ ମୁଁ ଏମିତି ଛାଣି ଆଣିଛି ଆଉ ବ୍ରେଡ୍ ଗୁଡ଼ିକ ଏଇଠି ଆମର ବିଲକୁଲ କ୍ରିସ୍ପି ବନିଛି। ଦେଖନ୍ତୁ, ଆପଣମାନେ ଚାହିଁଲେ ଆକୁ ଚା ସହିତ ବି ବୁଡ଼େଇକି ଖାଇପାରିବେ, ଯେଉଁଟାକି ବହୁତ ଟେଷ୍ଟି ଲାଗିଥାଏ। ଏବେ ଆମେ କ୍ଷୀରକୁ ଗରମ କରିବା। ଅଧା ଲିଟର କ୍ଷୀର ଅଛି, ମୁଁ ମିଡ଼ିୟମ୍ ଫ୍ଲେମ୍ରେ ତାକୁ ଏଇଠି ଗରମ କରି ନେଉଛି। ଦେଖନ୍ତୁ, ପ୍ରଥମେ ଆମେ କ୍ଷୀରକୁ ଭଲ ଭାବରେ ଫୁଟେଇ ନେବା। ଗ୍ୟାସ୍ର ଫ୍ଲେମ୍କୁ ଆପଣମାନେ ଏଇଠି ମିଡ଼ିୟମ୍ରେ ରଖିଥିବେ। କ୍ଷୀର ଟିକେ ଗରମ ହୋଇଗଲା ପରେ ମୁଁ ସେଇଥିରୁ ଗୋଟେ ଚାମଚ କ୍ଷୀର ନେଇ ଆସୁଛି, କାହିଁକିନା ମୋତେ ସେଥିରେ କଷ୍ଟାର୍ଡ଼ ପାଉଡ଼ର ମିଶାଇବାର ଅଛି। ଏଇଠି କ୍ଷୀର ଆଣିକି ମୁଁ ଏଇଠି ଗୋଟେ ଚାମଚ କଷ୍ଟାର୍ଡ଼ ପାଉଡ଼ର ସେଇ କ୍ଷୀରରେ ଦେଇଦେଲେ, ଆପଣମାନେ ଯେଉଁ ଖାଇବା ଚାମଚରେ ଯଦି ମାପିବେ ଏହି କ୍ଷୀରକୁ ତାହେଲେ 2ରୁ 3 ଚାମଚ ହେବ। 3 ଚାମଚ କ୍ଷୀରରେ ଆପଣମାନେ ଗୋଟେ ଚାମଚ ଦେଇଦେବେ କଷ୍ଟାର୍ଡ଼ ପାଉଡ଼ର, କାହିଁକିନା କଷ୍ଟାର୍ଡ଼ ପାଉଡ଼ରଟା ବେଶୀ ଦେଲେ ଏଇଟା ପୁରା ବହଳିଆ ହୋଇଯାଇଥାଏ। ତ ସେଥିଲାଗି ମୁଁ ଏଇଠି ଗୋଟେ ଚାମଚ କଷ୍ଟାର୍ଡ଼ ପାଉଡ଼ର ଦେଉଛି। ବାକି ତକ କ୍ଷୀରରେ ଏଇଠି ମୁଁ ସ୍ୱାଦ ଅନୁସାରେ ଚିନି ଦେଇ ଦେଉଛି। ଆପଣମାନେ ଯେତିକ ମିଠା ଖାଉଥିବେ ସେହି ହିସାବରେ ଏଇଠି ମିଠା ପାଇଁ ଚିନି ଦେବେ। ମୁଁ ଏଇଠି ଗୋଟେ ଚାମଚ ମିଠା ଦେଲି। ଏବେ ଆମେ ତାକୁ ଭଲ ଭାବରେ ଗୋଳେଇକି କ୍ଷୀରକୁ ଫୁଟିବା ପାଇଁ କିଛି ସମୟ ଛାଡ଼ିଦେବା। କିଛି ସମୟ ପରେ ଏଇଠି ଆମର କ୍ଷୀର ଭଲ ଭାବରେ ଫୁଟିଗଲାଣି। ଏବେ ଆମେ ସେଥିରେ କ୍ଷୀରରେ ଯେଉଁ କଷ୍ଟାର୍ଡ଼ ପାଉଡ଼ର ଆମେ ଗୋଳେଇକି ରଖିଥିଲେ ତାକୁ ଭଲ ଭାବରେ ଆଉ ଟିକେ ଗୋଳେଇ ଦେବା। ଆଉ ଅଳ୍ପ ଅଳ୍ପ କରିକି ଆମେ ସେଇ ଯେଉଁ କ୍ଷୀରରେ ଏଥିରେ ଦେଇଦେବା। ଏହି ସମୟରେ ଗ୍ୟାସ୍ର ଫ୍ଲେମ୍କୁ ଆପଣମାନେ ଲୋ ମିଡ଼ିୟମ୍ରେ ହିଁ ରଖିଥିବେ। ଆଉ ଭଲ ଭାବରେ କଷ୍ଟାର୍ଡ଼ ପାଉଡ଼ର ଦେଇସାରିଲା ପରେ ଆମେ ଏଇଠି ତାକୁ କଣ୍ଟିନ୍ୟୁଅସଲି ଗୋଳେଇବା। ଆଉ 5ରୁ 7 ମିନିଟ୍ ଯାଏଁ ଆମେ ତାକୁ ଲୋ ମିଡ଼ିୟମ୍ ଫ୍ଲେମ୍ରେ ଫୁଟିବା ପାଇଁ ଛାଡ଼ିଦେବା। ଏଠି ଦେଖନ୍ତୁ, ଆମର ଏଇଟା ଭଲ ଭାବରେ କ୍ଷୀର ସହିତ ଯେଉଁ କଷ୍ଟାର୍ଡ଼ ପାଉଡ଼ର ଆମେ ଦେଇଥିଲେ ସେଇଟା ଭଲ ଭାବରେ ମିଶିଗଲାଣି। କିଛି ସମୟ ଫୁଟିଗଲା ପରେ ଏଇଠି ମୁଁ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିଦେଉଛି। ଆଉ କିଛି ସମୟ ପରେ ଏଇଠି ଦେଖନ୍ତୁ, ଆମର ଏଇଟା ଭଲ ଭାବରେ ଟିକେ ଥଣ୍ଡା ହୋଇଗଲାଣି। ଦେଖନ୍ତୁ ତାର କେତେ ସୁନ୍ଦର କଲର୍ ଆସିଛି। ଏବେ ଆମେ ନେକ୍ସଟ ପ୍ରୋସେସ୍କୁ ଯିବା। ଆପଣଙ୍କ ପାଖରେ ଯେମିତି ହିଁ ଟିଫିନ୍ ଥାଉ କି ଷ୍ଟିଲ୍ର ଯେକୌଣସି ବି ଗୋଟେ ବାଉଲ୍ ଥାଉ କି କାଚରେ ବି ଥାଉ, ଯାହା ବି ଥିବ ଆପଣମାନେ ସେଇଥିରୁ ଗୋଟେ ନେଇଯିବେ। ଆଉ ଦେଖନ୍ତୁ, ଏଠି ଯେଉଁ କଷ୍ଟାର୍ଡ଼ ଆମେ ବନେଇକି ରଖିଥିଲେ ସେଇଟା ଆମର ଭଲ ଭାବରେ ଏଠି ଟିକେ ଥଣ୍ଡା ହୋଇଯାଇଛି। ଏବେ ଆମେ ଆରାମସେ ସେହି ଜାଗାରେ ଦେଇଦେବା। ତ ମୁଁ ଏଇଠି ଦେଇଦେଉଛି। ଏଇଟା ବହୁତ ଟେଷ୍ଟି ବନିଥାଏ এই ରେସିପିଟା, ଆପଣମାନେ ନିଶ୍ଚିତ ଥରେ ଟ୍ରାଏ କରନ୍ତୁ। ଆରାମସେ ଦେଇଦେବା। ଯେତିକ ଆପଣଙ୍କର ଜାଗା ହେଉଥିବ ସେହି ହିସାବରେ ଏଇଠି ଦେଇଦେବେ। ଆଉ ତା ଉପରେ ଆମେ ଯେଉଁ ଛାଣିକି ରଖିଥିଲେ ବ୍ରେଡ୍କୁ ଦେଇଦେବା। ସବୁବେଳେ ତ ଆମେମାନେ ବାହାରୁ କିଣିକି ଖାଉଛନ୍ତି, କିନ୍ତୁ ବେଳେବେଳେ ଆମେ ଘରେ ହିଁ ଯଦି ଏମିତି ହିଁ ବନେଇବା ନା, ଦେଖିବେ ବହୁତ ଭଲ ଲାଗିବ ଆଉ ଟେଷ୍ଟି ବି ରହିବା ସହିତ ଆମ ଦେହ ପାଇଁ ବି ଭଲ ରହିବ। ଯେହେତୁ ବାହାର ଜିନିଷ ଆମେ କ'ଣ ଖାଉଛନ୍ତି ସେଇଟା ତ ଆମେ ଜାଣିନାହାନ୍ତି। ଯଦି ଘରେ
कम परिश्रम आम टेस्टी खाଇବା बनै पारुछंती ताले मु तो कहबी निश्चित ही ट्राई करंतु। देखंतु केते सुंदर भाव में एठी मु सबुतक ब्रेड को देदेली ता ऊपर अल्प किछि आमे जो कस्टर्ड बनैथिले ताकू ही देदेबा ताकू एमती ही टिके टैप करदेबा। जेहेतु मो पाखरे आउ 3 रु 4 पीस ब्रेड बंची जाइथिला तो मु ताकू ऊपर दे दउची। आपण माने आउ न दे भी पारिबे। मो पाखरे बंची जाइथिला तो मु आउ ताकू नष्ट करबा पई चाहू नथिली सेथिला कि देइदिली। आपण माने चाहिले एमती ही ताकू फ्रिज रे गोटे घंटा रखी कि खाई पारिबे। किंतु मु एठी अल्प किछि देई दउची डाळिंब। आपण माने चाहिले बिना डाळिंब रे भी बनै पारिबे। जेहेतु मो पाखरे थिला आउ टिके टेस्टी बनेबा पई सेथिला कि मु एठी डाळिंब रो व्यवहार कली। आपण माने डाळिंब को स्किप भी करि पारिबे। एबे मु ताकू गोटे घंटा जाए फ्रिज रखिबी आउ तापरे ताकू ठंडा ठंडा सर्व करिबी। आपण माने निश्चित ट्राई करंतु। जदि आपण मानकु वीडियोटी भल लागिथिबो ताले लाइक शेयर और सब्सक्राइब करि नेबे। पुणी देखाबा नुआ एक वीडियो रे। जय जगन्नाथ।